রসিক বিচার করে দীপ দান কার্তিক করেছে দীপ দান কার্তিক করে প্রয়াগে স্নান করে দেহ না করে প্রয়াগে স্নান করে দেহ না করে বিশেষে কি ধান্য করে ও তোমরা মাও করে মাও করে নিবাসে পুণ্য করে কি মা করে পূর্বে সে বিছিলে ছন্দরে পূর্বে সে বিছিলে ছন্দরে সে ভাড়া ধরিছে ভাড়া অনাহত রসিক বিচার করে দীপদান কার্তি করে প্রয়াগে স্নান করে যেউ ন করে বিশেষ কি আলো করে উত্তম রামা করে খেনি বসে পল্য করে কি হিম করে এ যেতে রসিক অଛନ୍ତି ইয়ে সুন্দরী কি দেখি সব বিচার করিবে আমি পাঁতু কি কিন্তু পাই পারিবে না কাহিকি রসিক বিচার করে দীপদান কার্তিক করে ଆମ ସାହିତ୍ୟ বলে ଯୋଉ ପୁଅ କାର୍ତ୍ତିକ ମାସରେ ଦୀପଦାନ ଶିବଙ୍କୁ ଦେଇନି ଦେଇ ନଥବ ଯୋଉ ପୁଅ ପ୍ରୟାଗରେ ମକର ମାସରେ ଗାଧେଇ ନେଇ ଗାଧେଇ ନଥବ ସିଏ କଣ ଆଲୋକରେ ମିଶି ପାରିବ କି କୋଉ ଆଲୋକ ନା ଉତ୍ତମ ରାମାଙ୍କରେ ସେ ମିଶି ପାରିବନି ପାରିବନି ମିଶିବ 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 କୋଉ ପୁଅ ମିଶିବ ପାଲା ବାଲା ପୁଅ ବସ୍ କହିଲା ପାଲା ବାଲା ପୁଅ ପୂର୍ବେ ସେ ବି ଥିଲେ ଶଙ୍କରେ ଶଙ୍କରୀ ଯୋଉ ପୁଅ ପୂର୍ବ କାଳରେ ଶିବଙ୍କୁ ପୂଜା କରିଥିବ କରିଥିବ। ସେଇ ଉତ୍ତମ ଫଳ ଦ୍ୱାରା ସେ ଅଙ୍କ ରୂପକ ପଲଙ୍କରେ ଶରତକାଳୀନ ଯୋଛନାରେ ଯୋଛନାରେ ଇଏ ସୁନ୍ଦରୀ କି ଅଙ୍କ ରୂପକ ପଲଙ୍କରେ ବସେଇ ତ୍ରିଫଳ ବୋଇଲେ କି ବକ୍ଷଜ ଇଏ ସୁନ୍ଦରର ବକ୍ଷଜକୁ ନଡି ନାରିକେଳକୁ ଧାରଣ କରିବ ବାଃ ମନେ ମନେ ଭାବିଲା ଆହା ମୋ ବାପା ଛାନ୍ଦ ଚୌପଦୀ ଟିକେ ହଉନି ମୁଁ ଆସିଲେ ବାଙ୍କା ବାଙ୍କା ବାଙ୍କାଙ୍କର ଗୋଟିଏ ଛଙ୍କା ପଦ ଆସୁ ଏ 12 କେତଟା 12 8ଟା 12 7 ରବି ସୋମ ମଙ୍ଗଳ ବୁଧ ଗୁର ଶୁକ୍ର ଶନି ଆହୁରି ଗୋଟେ ବାର ଅଛି ଆଉଟା ସେଟା କି ବାରରେ ସେଟା ପରିବାରରେ ପରି ବାର ମୁଁ କହିଛି ମୋ କଥା ପାସ୍ କର ବାଙ୍କା ବାଙ୍କା ଯୋଉ ପାଲାରେ ନାହାନ୍ତି ବାଙ୍କା ସେ ପାଲା ହଉଛି ଫାଙ୍କା ବାଙ୍କା ଗୋଟିଏ ପଦ ପ୍ରମାଣ କଲେ ରବିବାରରେ ଆରମ୍ଭ ରାକ୍ଷସ ଏ ରାକ୍ଷସ ଦେଖୁଛି ଦ୍ରୌପଦୀ କି ଦେଖନ୍ତୁ ଆଜ୍ଞା ବିପଦଟା କେମିତି ମାଡି ଆସୁଛି ହେଲେ ଇଏ ରବି ପ୍ରିୟା ଜାତି ଏତ ନାଗରୀ ବରରେ ରବି ପ୍ରିୟା ଜାତି ଏତା ନାଗରୀ ବରରେ ରବି ପ୍ରିୟା ଜାତି ଏତା ମୁଖେ ଦର ହାସ ପ୍ରେମ ମୁଖେ ଦର ହାସ କେଡ଼େ ସୁନ୍ଦର ରବି ଜାତି ଏତା ନାଗରୀ ବରରେ ରବି ପ୍ରିୟା ଜାତି ଏତା ରବିବାର ଆପଣ ମାନେ ପାଇଲେ ଏଠି ବର୍ଣ୍ଣନା ଆଜ୍ଞା ରବି କହିଲେ କି ସୂର୍ଯ୍ୟଙ୍କର ପ୍ରିୟା ହଉଛି ପଦ୍ମ ଇଏ ପଦ୍ମିନୀ ଜାତୀୟ ନାରୀ କହିଲେ ସୋମ ମୁଖ୍ୟ ଦରହାସ ସୋମ ଆଜ୍ଞା ଦ୍ୱିତୀୟରେ ଆସିଲା ସୋମବାର ସୋମ ହେଲା ଚନ୍ଦ୍ରଙ୍କର ବାର ଇଏ ଚନ୍ଦ୍ରମୁଖୀର ହସଟା କେଟେ ବାଗର ଆସିଲା ମଙ୍ଗଳବାର କହିଲେ ମଙ୍ଗଳ ନୟନ ଧାରି ଓରି ନାରୀ ନୁହେଁ ସରେ ମଙ୍ଗଳ ନୟନ ଧାରେ ହରି ନାରୀ ନୁହେଁ ମଙ୍ଗଳବାର ଆପଣ ମାନେ ପାଇଲେ ମଙ୍ଗଳ ଆସିଲା 3ରେ ରବି ସୋମ ମଙ୍ଗଳ ମଙ୍ଗଳ ନୟନ 3ଟା ନୟନ କାହାର ଶିବଙ୍କର ତାଙ୍କର ଐରୀ ଶତ୍ରୁ କିଏ କନ୍ଦର୍ପଙ୍କର ସ୍ତ୍ରୀ କିଏ ରତି ଏ ରତି ଦେବୀ ଏ ସୁନ୍ଦରୀ କି ସମାନ ହେବେନି କେତେ ଭିତରି ପାଠ ଇଏ ବୁଦ୍ଧାନନ ରତି ଛନ୍ତି ପ୍ରଧାନ ରତେ ଛନ୍ତି କେଡ଼େ ସୁନ୍ଦର ରେ ରବି ପ୍ରିୟା ଜାତି ଏତା ନାଗରୀ ବରରେ ରବି ପ୍ରିୟା ଜାତି ଏତା ବାପା ବୁଧବାର
ଆସିଲା ରବି ସୋମ ମଙ୍ଗଳ ବୁଧ 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 ଆସିଲା 4 ରେ ଚାରି ଆନନ ବୋଇଲେ କି ମୁଖ ହେଁ, 4ଟା ମୁଖ କାର ବ୍ରହ୍ମାଙ୍କର ଏ ସୁନ୍ଦରୀ କି ବ୍ରହ୍ମା ବଟ ବାଗରେ ତିଆରି କରିଛନ୍ତି ଓହୋ ଆସିଲା ଗୁରୁ ଆସିଲା ଗୁରୁବାର ଗୁରୁବାର। କହିଲେ ଗୁରୁବାଣ ମାରେ ଅଙ୍ଗେ ଗୋରି ଚାହିଁଲେ ଅପାଙ୍ଗେ ଗୁରୁବାର ମାରେ ଅଙ୍ଗେ କରି ଚାହିଁଲେ ଅପାଙ୍ଗେ ଆଜ୍ଞା ଗୁରୁବାର ଆପଣ ମାନେ ପାଇଲେ ରବି ସୋମ ମଙ୍ଗଳ ବୁଧ ଗୁରୁ ଗୁରୁ 5ରେ 5ଟା ବାଣ କାର 15 ପର ଏ ଗୁରୁବାଣ ମାରେ ଅଙ୍ଗେ ଗୋରି ଚାହିଁଲେ ଅପାଙ୍ଗେ ଇଏ ସୁନ୍ଦରୀ ଚାହିଁଲା ବେଳକୁ କନ୍ଦର୍ପ ପଞ୍ଚବାଣକୁ ମୋ ଦେହକୁ ବିଦ୍ଧ କଲେ ଆସିଲା ଶୁକ୍ରବାର ଆସିଲା ଶୁକ୍ରବାର ଶୁକ୍ରାନନ ତାତ ସେବେ ଶୁକ୍ରାନନ ତାତ ସେବେ ର ଶୁକ୍ର ଆସିଲା ରବି ସୋମ ମଙ୍ଗଳ ବୁଧ ଗୁର ଶୁକ୍ର ଆସିଲା 6 ଛରି ଏ 6ଟା ମୁଖ କାର କାର୍ତ୍ତିକେୟର କାର୍ତ୍ତିକକୁ ଷଡ଼ାନନ କୁହନ୍ତି ଆଜ୍ଞା ତାଙ୍କର ତାତ କି ବାପା କିଏ ଦେବଦେବ ଶିବ ଶୁକ୍ରାନନ ତାତ ସେବେ ଶୁକ୍ରାନନ ତାତ ସେବେ ହୋଇବି ସାରରେ ରବି ପ୍ରିୟା ଜାତୀୟତା ନାଗରୀ ବରରେ ରବି ପ୍ରିୟ ଜାତୀୟତା ଆଜ୍ଞା ଶୁକ୍ରାନନ 6 ଆନନ ହେଲା କାର୍ତ୍ତିକଙ୍କର ବାପା ହେଲେ ଶିବ ଶିବଙ୍କୁ ପୂଜା କରି ମୁଁ ଏ ସୁନ୍ଦରୀ କି ପାଇବି ଆସିଲା ଆସିଲା ଶନିବାର ଶନିବାର। କହିଲେ ଶନି ନବମ ବୟସୀ କୁଞ୍ଚିତ କୁନ୍ତଳା ରାଧେ ଶନି ନବମ ବୟସେ ପଞ୍ଚେତ କୁନ୍ତଳା ରାଧେ ଶନି 7 9 ମିଶିକିରି ହେଲା କେତେ 16 ଇଏ ବୟସ ବୋଧ ଇଏ ସୁନ୍ଦରର 16 ରାକ୍ଷସ ଦେଖୁ କୁଞ୍ଚୁ କୁଞ୍ଚିଆ କେଶ ବୋଲେ ବାଙ୍କା ହେବ କି ମୋ ବୋଲେ ବାଙ୍କା କି ମୋ କଳାର ହାରରେ ରବି ପ୍ରିୟା ଜାତୀୟତା ନାଗରୀ ବରରେ ରବି ପ୍ରିୟା ଜାତୀୟତା ନାଗରୀ ବନରେ ରବି ପ୍ରିୟ ଜାତୀୟତା ଏ ଦ୍ରୌପଦୀ କି ଦେଖି ଇଏ ଲୁଚି ଲୁଚି ଆଉ ଟିକେ ଆଗକୁ ଗଲା ଦେଖିଲା ଆଶ୍ରମ ଦ୍ୱାରରେ ବସିଛି ଏ ଜାଣି ପାରିଲା ପାଣ୍ଡବ ମାନଙ୍କର କୁଳକୁ କେମିତି ଜାଣିଲା ନା ଦ୍ରୌପଦୀ ପ୍ରଭୁଙ୍କୁ ଡାକୁଛି ଠାକୁରେ ମୋର 5ଟା ସ୍ୱାମୀ ସମସ୍ତେ ଦିଗପାଳ ସଦୃଶ ଧନୁର୍ଦ୍ଧର ବୀର ସମସ୍ତେ ବୀର ଶେଷରେ ଆମେ ଜଙ୍ଗଲର ଫଳ ଖାଇଲୁ ଝରଣାର ପାଣି କି ପିଇଲୁ ଆମେ ଭୂମିରେ ଶୋଇଲୁ ବାବା ଭଗବାନ କୃଷ୍ଣ ଆମର ସଖା ହେଇକିରି ଆମେ ଏ ଦୁର୍ଦ୍ଦଶା ଭୋଗ କରୁ ଭୋଗ କରୁଛୁ ତେଣୁ ପଣ୍ଡିତ ମଣ୍ଡଳୀ ଠିକ ଏତିକି ବେଳେ ରାକ୍ଷସ କହିଲା ଆରେ ଏ ଦ୍ରୌପଦୀ ର ର ର ର ମୁଁ ତ ଏକୁ ଖୋଜୁଥିଲି ପାଣ୍ଡବ ମାନଙ୍କୁ ମୋ ପିତୃହନ୍ତାର ପ୍ରତିଶୋଧ ନେବି ବୋଲି ର ର ର ଆଜି ପିତୃହନ୍ତାର ପ୍ରତିଶୋଧ ନେବି ଯଦି ୟାର ସତୀତ୍ୱକୁ ମୁଁ ଅପହରଣ କରେ ତାହେଲେ ୟା ସ୍ୱାମୀଙ୍କର ଆୟୁଷ କ୍ଷୀଣ ହବ ବଳହୀନ ହେଇକି ମୋ ହାତରେ ମରିବେ ତେଣୁ କଲା କଣ ଏ ଗୋଟିଏ ମାୟାରେ ବ୍ରାହ୍ମଣ ବେଶକୁ ଧରି ଆଶ୍ରମ ଦ୍ୱାରରେ ଆସିକିରି ଦ୍ରୌପଦୀ କି ଡାକିଲା କହିଲା ଭିକ୍ଷାଙ୍ଗ ଦେହି ଭିକ୍ଷାଂ ଦେହି କୁଟୀର ମଧ୍ୟରେ କିଏ ଅଛ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅ ଆଜ୍ଞା ଦ୍ରୌପଦୀ ଦେଖିଲେ ଜଣେ ବ୍ରାହ୍ମଣ ଛିଡା ହେଇଛନ୍ତି ହାତ ଯୋଡି ପକେଇଲେ ନମ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗତ ହିତାୟ କୃଷ୍ଣାୟ ଗୋବିନ୍ଦାୟ ଗୋବିନ୍ଦାୟ ନମଃ ଆପଣ ନାରାୟଣ କଳ୍ପ ଆପଣ କୁହନ୍ତୁ ବ୍ରାହ୍ମଣ ଆପଣ କାହିଁକି ଆସିଲେ ମୁଁ କିଛି ମାଗିବା ଆଶାରେ ଆସିଛି ଆପଣ ମାଗିବା ଆଶାରେ ଆସିଛନ୍ତି ମୋ ପାଖରେ ତ କିଛି ନାହିଁ କେବଳ ଅଛି ଝରଣାର ଜଳ ଜଙ୍ଗଲର ଫଳ ସବୁ କିଛି ଅଛି ହେଲେ ମାଗିବା ପୂର୍ବରୁ ତମକୁ ତ୍ରିବାର ସତ୍ୟ କରିବାକୁ ହେବ ବ୍ରାହ୍ମଣ ମୁଁ ସତ୍ୟ କାହିଁକି କରିବି ଆଉ ଯଦି ତମେ ସତ୍ୟ ନ କର ତାହେଲେ ମୁଁ ଏଠାରୁ ମନ ଦୁଃଖରେ ଚାଲିଯିବି ନାଇଁ ବ୍ରାହ୍ମଣ ଯାଦ୍ୱାରୁ ବାହୁଡେ ଆଉ ସେ ଜନ ପ୍ରେତ ମୁଖେ ପଡେ ଆପଣ ବ୍ରାହ୍ମଣ ଅତିଥି ନାରାୟଣ ସଦୃଶ ଆପଣ ଯଦି ମନ ଦୁଃଖରେ ଚାଲିଯିବେ ରୌରବ ନର୍କରେ ମୋ ପିତୃଲୋକ ପଡିବେ ତାହେଲେ ତମେ ସତ୍ୟ କର। 3 ବାର ସତ୍ୟ କଲି କହିଲେ ସତ୍ୟଟି ରାଧାନାଥ ଗୋଟିଏ ପଦ କହିଲେ କହିଲେ ସତ୍ୟଟି ଅଟେ ସିନା ପରମ ପଦ ପରମ ପଦ ଦେ ପରମ ପଦ ସତ୍ୟଟି ବିଶ୍ୱ ତୁରେ ସର୍ବ ସମ୍ପଦ ସତ୍ୟ ସତ୍ୟ
ସତ୍ୟ ମୁଁ 3 ବାର ସତ୍ୟ କଲି ଆପଣ ବ୍ରାହ୍ମଣ କଣ ମାଗୁଛନ୍ତି ତାହେଲେ ଶୁଣ ମୁଁ କଣ ମାଗୁଛି ଆଜ୍ଞା ଏ ତ ମାୟାବୀ ବ୍ରାହ୍ମଣ ଯେତେବେଳେ ସତ୍ୟ କରିଦେଇଛନ୍ତି ଦ୍ରୌପଦୀ ଇଏ ମାଗିଲେ କହିଲେ ଶୁଣ बोले सुनो हे धानी बोले सुना है धानी आहा ये कोरत है बा मोर सयन संगे चमके पड़िला द्रौपदी 5 पाउल पछकु फेरी गले आपण कोन मागिले ब्राह्मण गोटाए रात्र मु आपणकर गोटाए रात्र हेब मोर शयन संगिनी ना ब्राह्मण मु पूरा सती नारी मु जदि आपणकर शयन संगिनी हुए मो स्वामी मानकर आयुष्य क्षीण होई जीवो मो स्वामी माने मरी जीवे मो मुंडु सिंदूर लिभि जीवो हातुरु शंखा भांगी जीवो हे ब्राह्मण आपण कहि दिबा कथाटा आपण फेरै नियंतु तमे कोन सत्य हरा हबो आउ जदि सत्य हरा हुआ ताहले तुम पूर्व रौरव नरकरे पड़िबे द्रौपदी आपण मानकर विश्वनाथ खुंटिया विचित्र रामायण प्रमाण कले जे युवती पति आगारे जेउ जुबाते बाते आगारे मोरे भाग्यवती बोली तारे मोरे भाग्यवती बोली तारे पतारी होई पड़ीगला द्रौपदी जो नारी मुंडरे सिंदूर हाथरे शंखा नहीं मशाणी भिकी जाए से नारी जगतरे भाग्यवती चिंता कला युवती थाऊ पाते जारा मोराई दूषिता हुए संसारे जो नारीर स्वामी मरी जाए मुंडुरु सिंदूर लिपि जाए हाथुरु शंखा भांगी जाए दूषिता हुए कलंकिता हुए लांछिता हुए हे ठाकुरे कवि सूर्य बलदेव रथ कमल बंधु आजा कमल बंधु आजा करदल पड़िब सजा सरी गलिती है जादू राजा जीवा कुगिया अकाज लागू जीव होते आज द्रौपदी डाकिला प्रभु आउ कौन देखिले मन खुशी हब आउ केते विपद देले आपण शांति पाइबे मु परा जने नारी जदि देहदान करे मो स्वामी आयुष्य क्षीण हब मो स्वामी माने मरी जीवे मो मुंडुरु सिंदूर लिपि जीव हाथुरु शंका भांगी जीव गोटे पद आपणकर ठाकुर अभिराम परमहंस अखिल ब्रह्मांड करता जीवन स्वामी प्रभु मोदेवाना स्वामी भतिया
ଆପଣଙ୍କୁ ଦେଇଦେଇଛି। ମୁଁ ଆତ୍ମସମର୍ପଣ କରିଦେଇଛି। ମୋ ସ୍ୱାମୀ ମାନେ ଯଦି ମରିଯାଆନ୍ତି, ମୋ ମୁଣ୍ଡରୁ ଯଦି ସିନ୍ଦୁର ଲିଭିଯାଏ, ହାତରୁ ଶଙ୍ଖା ଭାଙ୍ଗିଯାଏ, ମୁଁ ଯଦି ବ୍ରାହ୍ମଣକୁ ଦେହଦାନ କରେ, ମୋ ସ୍ୱାମୀ ମାନେ ମରିଯିବେ। ଏଇ କଥାଟାକୁ ଚିନ୍ତା କଲା। ମୋ ବାପା ମାନେ ଗୋଟିଏ ଉଦାହରଣ ଦଉଛି। ଏଇଭଳିଆ ଜଣେ ନାରୀ ଜାନକୀ, ମା ଜାନକୀ ଯେତେବେଳେ ବାଲ୍ମୀକି ଆଶ୍ରମରେ ଥିଲେ, ସେତେବେଳେ ବାଲ୍ମୀକି ଆଶ୍ରମରେ କାନ୍ଦିଲେ ମା ଜାନକୀ। ମୁନି କନ୍ୟା ମାନେ ଦୌଡ଼ି ଆସିଲେ, କହିଲେ ମା ତମେ କାନ୍ଦୁଛ କାହିଁକି? ଆଶ୍ରମ ପରିସର କଣ ତମକୁ ଭଲ ଲାଗୁନି? ମା ଜାନକୀ ସେଇଠି କହିଥିଲେ, ଆଶ୍ରମ ପରିସର ସବୁଠାରୁ ସୁନ୍ଦର। ମୁଁ କାନ୍ଦୁଛି ଏଇଥିପାଇଁ ମା ଜାନକୀ କାନ୍ଦି କାନ୍ଦି କହିଲେ, ମୁଁ କାନ୍ଦୁଛି ଏଇଥିପାଇଁ ମୋ ସ୍ୱାମୀଙ୍କର ମଙ୍ଗଳ ପାଇଁ ମତେ ନିର୍ବାସିତା କରିଛନ୍ତି। ଦୁଃଖ ନାହିଁ, ମୁଁ ସେଥିରେ ଦୁଃଖ କରୁନି, କିନ୍ତୁ କାନ୍ଦୁଛି ଏଇଥିପାଇଁ ମୋ ସ୍ୱାମୀଙ୍କର ମୁଁ ପାଦ ସେବା କରିପାରିଲିନି। ହେ ମୁନି କନ୍ୟା, ମୁଁ ମରିଗଲା ପରେ ମୋ ସ୍ୱାମୀଙ୍କର ପାଦ ସେବା ତମେ ମାନେ କରେଇଦବ। ମୁନି କନ୍ୟା ମାନେ ଆଶ୍ଚର୍ଯ୍ୟ ହେଲେ, କହିଲେ ମା ନାରୀ ମାନେ ବଞ୍ଚି ଥାଉ ଥାଉ ସ୍ୱାମୀର ପାଦ ସେବା କରିପାରୁନାହାନ୍ତି, ତମେ ମରିଗଲା ପରେ ସ୍ୱାମୀର ପାଦ ସେବା କିପରି କରିବ? ମା ଜାନକୀ ସେଇଠି ବୁଝେଇଥିଲେ ତପସ୍ୱିନୀ କାବ୍ୟ ଗଙ୍ଗାଧର ମେହେର ରଙ୍ଗା ଯିବ ଗଙ୍ଗାଧର ଗୋଟିଏ ପଦ ପ୍ରମାଣ କଲେ ଛାନ୍ଦରୁ। କହିଲେ ହେ ମୁନି କନ୍ୟା, ମୁଁ ମରିଗଲା ପରେ କିପରି ସ୍ୱାମୀର ପାଦ ସେବା କରିବି? ତମେ ଏଇଠି ମୁନି କନ୍ୟା ମାନଙ୍କୁ ବୁଝେଇ ଦେଲେ, କହିଲେ ତମେ ମାନେ ଟିକେ କରେଇଦବ। କହିଲେ ମା ତମେ ତ ମରିଯିବ, ଆମେ କେମିତି ପାଦ ସେବା କରେଇଦବୁ? ଏ ଯେତେ ମା ମାନେ ଅଛ, ଦେଖ ମରିଗଲା ପରେ ମା ଜାନକୀ ମୁନି କନ୍ୟା ମାନଙ୍କୁ କହିଲେ ମୋ ସ୍ୱାମୀଙ୍କର ପାଦ ସେବା ତମେ ଟିକେ କରେଇଦବ। ମୁନି କନ୍ୟା ମାନେ ପଚାରିଲେ, କହିଲେ ମା ତମେ ମରିଗଲା ପରେ କେମିତି ତମକୁ ନେଇ ପାଦ ସେବା କରେଇଦବୁ? ତପସ୍ୱିନୀ କାବ୍ୟ ଜୀବନେ ନପା ଆଶ୍ରମରେ ମରିଯାଆନ୍ତି ତାଙ୍କୁ ସମାଧି ଦିଆଯାଏ। କିନ୍ତୁ ମୁଁ କ୍ଷତ୍ରିୟ ଘରର ଝିଅ, ମୁଁ କ୍ଷତ୍ରିୟ ଘରର ବୋହୂ, ମୁଁ ମରିଗଲା ପରେ ତମେ ମତେ ସମାଧି ଦବନି। କଣ କରିବୁ ମା? ତମେ ନେଇକିରି ମତେ ପୋଡି ପକେଇବ। ତାପରେ ମୁଁ ପୋଡିଗଲା ପରେ ମତାଲୁ ଦଗ୍ଧ ହେଲେ ନାରୀ କିଏ ହବ? ହେଲେ ମୁଁ ମରିଗଲା ପରେ ତମେ ମତେ ପୋଡି ପକେଇବ, ମୁଁ ଯୋଉ ପାଉଁଶ ହେଇଯିବି ସେ ପାଉଁଶକୁ ନେଇ ଗୋଟେ ଛୋଟିଆ ଗଛ ମୂଳରେ କୁଢେଇ ଦବ। ମୋରି ସାରୁକୁ ଟାଣି ଯେତେବେଳେ ଗଛଟା ବଢିକିରି ମୋଟା ହେଇଯିବ, ସେଇ ଡାଳୁରୁ ଖଣ୍ଡିଏ କାଟି ଦେଇ ସେତରୁ କାଷ୍ଠ ନେଇ
ବାଉଁଶକୁ ନେଇ ଗୋଟେ ଛୋଟିଆ ଗଛ ମୂଳରେ କୁଢେଇ ଦବ ମୋରି ସାରୁକୁ ଟାଣିକିରି ଯୋଉ ଗଛଟା ବଢିକିରି ମୋଟା ହବ ସେ ଡାଳୁରୁ ଖଣ୍ଡିଏ କାଟି ଦେଇ ବର୍ଦ୍ଧକି ବୋଇଲେ କି ବଢେଇ ପୁଅକୁ ଦବ ହେ ବଢେଇ ପୁଅ ଯୋଡିଏ କଠଉ ତିଆରି କରିଦେ ସେତେବେଳେ ଯୋଡିଏ କଠଉ ତିଆରି କରିଦବ ସେଇ କଠଉ ଦିଟାକୁ ନେଇ ମୋ ସ୍ୱାମୀଙ୍କ ପାଦ ତଳେ ଥୋଇ ଦେଇ କହିବ ହେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ମା ଜାନକୀ ମରିଗଲା ପରେ ତାକୁ ଆମେ ପୋଡି ପକେଇଥିଲୁ ତାଙ୍କ ଚିତା ଭସ୍ମକୁ ଯୋଉ ଗଛ ମୂଳରେ ଦେଇଥିଲୁ ତାରି ସାରୁକୁ ଟାଣିକିରି ଯୋଉ ଗଛଟା ବଢିଥିଲା ସେ ଗଛ ଡାଳରେ ଟିକେ କଠଉ ତିଆରି କରି ଆଣିଛୁ ଆପଣ ଟିକେ ପାଦ ଦିଟାକୁ ଦେଇ ଦିଅନ୍ତୁ ସ୍ୱାମୀ ଯେତେବେଳେ ସେ କଠଉ ଉପରେ ପାଦ ଦିଟାକୁ ଦେଇଦେବେ ମୋର ଅତୃପ୍ତ ଆତ୍ମା ଅନନ୍ତ ଆକାଶରେ ଚାହିଁଥିବ ଆନନ୍ଦ ଅଶ୍ରୁ ମୋ ଆଖିରୁ ଝରି ପଡିବ ଆଜି ସେଇଭଳିଆ ନାରୀ ଦ୍ରୌପଦୀ ସବୁ କାଢି ନେଇ ମଙ୍ଗଳ ସଜେଇ ସବୁ କାଢି ସବୁ କାଢି ନେଇ ସବୁ କାଢି କଙ୍ଗଳ ସଜେଇ ସବୁ କାଢି ଶ୍ରୀଚରଣେ ସ୍ଥାନ ଦିଅ ମୋତେ ଆପଣାର କରିନିଅ ଆହେ ଦିନା ମୋତେ ଗର୍ବ ଅଭିମାନ ହିଂସା ଦେଶ କାମ ସବୁ କାଢି ନେଇ ପାଦେ ଦିଅ ସ୍ଥାନ ସବୁ କାଢି ନେଇ ଗର୍ବ ଅଭିମାନ ହିଂସା ଦେଶ କାମ ସବୁ କାଢି ନେଇ ପାଦେ ଦିଅ ସ୍ଥାନ ସବୁ କାଢି ଧନ ଜନ ପଦ ଧନ ଜନ ପବନ ଗୌରବ ଧନ ଜନ ନିୟ ହେ କାଢି ନିଅ ମୋତେ ଆପଣାର କରିନିଅ ଆହେ ଦିନା ମୋତେ ଅପରାଧୀ ଯେଉଁ ଜନ ଚତୁର୍ବିଂଶ ସର୍ବଦା ମୋତେ ସେ କରନ୍ତି ଅବଶ ସର୍ବଦା ଅପରାଧୀ ଯେଉଁ ଜନ ଚତୁର୍ବିଂଶ ସର୍ବଦା ମୋତେ ସେ କରନ୍ତି ଅବଶ ଦାସ ଠାରେ କିମ୍ବା ଦାସ ଠାରେ ବହି ଅଛରୋଷ ଦାସ ଠାରେ କୃପା ନେତ୍ରେ ବାରେ ଚାହ ମୋତେ ଆପଣାର କରିନିଅ ଆହେ ଦିନା ଆପଣାର କରିନିଅ ଆହେ ଦିନା
ଦ୍ରୌପଦୀ ପ୍ରଭୁ ଆପଣଙ୍କୁ ଆତ୍ମସମର୍ପଣ କରିଥିଲି କଣ ଏଇଥିପାଇଁ ମୋ ସ୍ୱାମୀ ମାନେ ମରିଯିବେ, ମୁଁ ବିଧବା ହେଇଯିବି ଠାକୁରେ, ମୋ ମୁଣ୍ଡରୁ ସିନ୍ଦୁର ଲିଭିଯିବ। ଆପଣ ମାନଙ୍କର ଠାକୁର ଅଭିରାମ ପରମହଂସ ହେଲେ ଯାହା ଥିଲା ବାକି ତତେ ସବୁ ଦେଲି ଟେକି ପ୍ରଭୁ ସବୁ ଦେଲି ଦେଖି নব ঘন দেখে কিংবা নাচিব কে কি ভাগ্য বিধাতা তু বড় ভাগ্য অভিরাম শ্যাম তাম বিরাজামি বীরা ଦେଖିଦେଲା ଦି ହାତକୁ ଦ୍ରୌପଦୀ କହିଲା ପ୍ରଭୁ ଯେତେବେଳେ କୌରବ ସଭାରେ ମତେ ବିବସନ କରାଗଲା ସେଦିନ ଆପଣ ମତେ କୋଟି ବସ୍ତ୍ର ଦେଲେ। ମୁଁ 4 ଦିନ ପରେ ପଚାରିଲି ପ୍ରଭୁ ଆପଣ ମତେ କୋଟି ବସ୍ତ୍ର ଦେଲେ ଟିକେ ଆଗରୁ ଦେଇଥିଲେ କଣ ହେଇଥାନ୍ତା? ସେଇଦିନ ମତେ କହିଥିଲେ ଦ୍ରୌପଦୀ ତମକୁ ଯୋଉଦିନ କୌରବ ସଭାରେ ଦୁଶାସନ ବିବସନ କରୁଥିଲା ତମେ ଯେତିକି ଦୁଃଖ ପାଇଛ 3 ଗୁଣ ଦୁଃଖ ମୁଁ ଅଧିକା ପାଇଛି। ସେଦିନ ମୁଁ ପ୍ରଭୁଙ୍କୁ ପଚାରିଲି ହେ ଠାକୁରେ ମତେ ତ କୌରବ ସଭାରେ ଦୁଶାସନ ବିବସନ କରୁଥିଲା ମୁଁ ଦୁଃଖ ପାଇଲି, ଆପଣ କିପରି ଦୁଃଖ ପାଇଲେ? ସେଇଦିନ ପ୍ରଭୁ କହିଥିଲେ ଦ୍ରୌପଦୀ ପ୍ରଭୁ ଯୋଉଦିନ କୌରବ ସଭାରେ ତମକୁ ଦୁଶାସନ ବିବସନ କଲା ମୁଁ ଦେଖିଲି ତମେ ମତେ ଡାକିଲ, ଦେଖିଲି ଯେ ତମେ ଗୋଟେ ହାତରେ ଲୁଗାଟାକୁ ଭିଡିକି ଧରିଛ, ଗୋଟିଏ ହାତ ମୋ ଆଡକୁ ବଢେଇଛ, ବାବା ମତେ ସିଧାସଳଖ ନ ଡାକିକିରି ଡାକିଲ ଗୋଲଖ ବିହାରୀ। ଦୌଡ଼ିଲି ଗୋଲଖପୁର, ଗୋଲଖପୁରର ଅଧା ବାଟରେ ହେଇଛି ଡାକିଲ ଗୋପ ମାଧବ, ଅସ୍ତବସ୍ତ ହେଇକିରି ପୁଣି ମୁଁ ଗୋପପୁରକୁ ଧାଇଁଲି। ଦେଖୁଥାଏ ମୁଁ ଭାବୁଥାଏ ତମର ବାଁ ହାତ ଉପରେ ଭରସା ଅଛି ବୋଲି ମତେ ତମେ ଏପଟ ସେପଟ କରୁଛ। ଯେତେବେଳେ ଦେଖିଲି ତମର ବାଁ ହାତ ଉପରେ ଭରସା ନାହିଁ, ତମେ 2 ହାତକୁ ମୋ ଆଡକୁ ଟେକିଦେଲ। ଅର୍ଜୁନକୁ ବୁଝେଇଥିଲି ଭଗବତ ଗୀତାରେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱା ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ସବୁ ଧର୍ମକୁ ପରିତ୍ୟାଗ କର, ତମ ଆଖିର ଧର୍ମ, ତମ ହୃଦୟର ଧର୍ମ, ତମ ମନର ଧର୍ମ ସବୁ ମତେ ଦେଇଦିଅ। ଯେତେବେଳେ ତମେ 2 ହାତକୁ ଟେକିଦେଲ କୋଟି ବସ୍ତ୍ର ଦେଇଦେଲି। ଯୋଉ ଗୁଡାକ ଦେଲି ସେ ମୋର ନୁହେଁ, ଦେଇଥିଲେ ପାଇକ ନ ଦେଇଥିଲେ ପଡିଆ ବାଡରେ ଗୋଧନ ଚରି। ଦ୍ରୌପଦୀ କହିଲା ପ୍ରଭୁ ଏତେ ଗୁଡେ ଲୁଗା ମୁଁ ଆପଣଙ୍କୁ କୋଉ ଦିନ ଦେଇଥିଲି? ମୋ ବାହାଘର ତମ ବୋଉ ଆଟାଚିରେ ପୁରେଇକି 14 ଖଣ୍ଡ ଲୁଗା ଦେଇଥିଲା। ଖିଆଲ କର, ମନେ କର ଯୋଉ ଦିନ ମୁଁ ପରୀକ୍ଷା କରିବି ବୋଲି ଆମ୍ବଟା କାଟୁ କାଟୁ ଆମ ଆଙ୍ଗୁଳିଟାକୁ କାଟିଦେଲି। ମୋ ସ୍ତ୍ରୀ ମାନେ ସବୁ ଛିଡା ହେଇଛନ୍ତି, ସମସ୍ତେ ଦାମୀ ପାଟ ପିନ୍ଧନ୍ତି ବୋଲି ସମସ୍ତେ ଧାଇଁଲେ ଖଣ୍ଡେ କପଡା ଆଣିବେ ମୋ ଆଙ୍ଗୁଳିଟାକୁ ଗୁଡେଇ ଦେବି। ତମେ ବି ସେଇଠି ଛିଡା ହେଇଥିଲ, ତମେ ବି ଦାମୀ ପାଟ ଖଣ୍ଡିଏ ପିନ୍ଧିଛ। ଏମାନେ କପଡା ଆଣିବା ପୂର୍ବରୁ ତମେ ତମ ପଣତ କାନିକି ଚିରି ଦେଇ ଗୋଟିଏ ଆଙ୍ଗୁଳି ମୋର ଗୁଡେଇ ଦେଇଥିଲ। ସେଇଦିନ ସମସ୍ତଙ୍କ ସମ୍ମୁଖରେ କହିଥିଲି ଦ୍ରୌପଦୀ ଆଜି ଗୋଟିଏ ଆଙ୍ଗୁଳି ତମେ ମୋର ଗୁଡେଇ ଦେଇଛ, ଏମିତିଆ ଦିନେ ସମୟ ଆସିବ ତାର ଶୁଦ୍ଧ ମୂଳ ଚକ୍ରବର୍ତ୍ତୀ ମିଶେଇ ସର୍ବାଙ୍ଗ ଶରୀର ମୁଁ ତୁମର ଗୁଡେଇ ଦେବି। ବାପା ଆଉ ଗୋଟିଏ କଥା ଅଛି, ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ ସାକ୍ଷୀ ନୁହେଁ, ବାପା ନୁହେଁ। ମୋ କଥାରେ ତୁ କାଇଁ ମୁହଁ ପୁରୁ କହିଲା ଏକ ବାପା ବାପା ନୁହେଁ। ମୁଁ କଣ ଗାଁ ସାରା ସମସ୍ତଙ୍କୁ ବାପା ଡାକିବି? ବାକାଡିଆ ପିଲା। ଆଉ ଗୋଟିଏ କଥା ବାପା କଣ ଶିକ୍ଷା। ଦ୍ରୌପଦୀ ବିବାହ କରିନଥିଲେ, କୁଆଁରୀ ତାଙ୍କ ସାଥୀ ମାନଙ୍କୁ ନେଇ ଯମୁନାକୁ ଯାଇଛନ୍ତି ସ୍ନାନ କରିବାକୁ। ଦେଖିଲେ ଜଣେ ଋଷି, ତାଙ୍କ ନାଁ ଦୁର୍ବାସା, ସେ ପାଣି ଭିତରେ କଣ୍ଠାଗ୍ର ପର୍ଯ୍ୟନ୍ତ ପଶିକିରି ଛିଡା ହେଇଛନ୍ତି। ଇଏ ତ ଝିଅ ଛୁଆ, ଲାଜ ଲାଗିଲା କିରେ ଆମେ ସ୍ନାନ କରିବା କିପରି, ଋଷି ତ ବାହାରୁନାହାନ୍ତି। ଓ ଦ୍ରୌପଦୀ ତ ଜ୍ଞାନୀ, ଜାଣିପାରିଲେ ବୋଧେ ଋଷିଙ୍କର କିଛି ଅସୁବିଧା ହେଇଛି। ତାଙ୍କର ପ୍ରିୟ ଦାସୀ କେଶିନୀ କି ଡାକିଲେ, କହିଲେ କେଶିନୀ କେଶିନୀ ଟିକେ ଗଲ ଋଷି କି ପଚାରି ଆସିବ ତାଙ୍କର କିଛି ଅସୁବିଧା ହେଇଛି କି। ତମେ ମାନେ ସବୁ ଏଇଠି ଥା, ମୁଁ ସାଙ୍ଗେ ସାଙ୍ଗେ ଗଲି, ସାଙ୍ଗେ ସାଙ୍ଗେ ଆସିଲି। ବାପା କଣ ହେଲା? ଏଇ
ଏଇଠୁ ହଉଛି କଣ ହଉଛୁ ପ୍ରଣାମ। ସିଆ କହୁନୁ ଅହ ସୁଲକ୍ଷଣୀ ସୌଭାଗ୍ୟବତୀ ପୁତ୍ରବତୀ ଭବ। ତମେ ତ ଜାଣିଛ ଯମୁନାରେ ଗୋଟିଏ ତୁଠ, ଜାଣିନି ଲୋ ଆମେ ଝିଅ। ଝିଅ ଛୁଆ ଲୋକ ଗାଧେଇବୁ। ତମେ କଣ ସେତିକି ବେଳେ ପଶିକି ରହିଛ? ବାବା ତମର କଣ ନୁଙ୍ଗୁରା ଦୋଷ ଅଛି କି? ଏ ଝିଅ କଣ? ତୁ ଜାଣିଛୁ ମୁଁ କିଏ? ମୁଁ ଋଷି ଦୁର୍ବାସା। ଚାହିଁଲେ କ୍ଷଣକ ମାତ୍ରକେ ତତେ ଅଭିଶାପରେ ଭସ୍ମୀଭୂତ କରି ଦେଇପାରେ। ମା ସେଇଟା କଣ ଖାଆନ୍ତି? এই ঝিଅ পাগଳି ଶୁଣୁ ଏ ଯୋଉ ଯମୁନାର ପ୍ରଖର ସ୍ରୋତ ମୁଁ ଏଥିରେ ଟିକେ ଘଷି ମାଜି ଗାଧଉଥିଲି। କଣ ହେଲା? ମୁଁ ପିନ୍ଧିଥିବା ଖଣ୍ଡିଏ ମାତ୍ର କୌପିନ ସେ କୌପିନ ଖଣ୍ଡକୁ ଏ ସ୍ରୋତରେ ଭାସି ଯାଇଛି। ଏ ମା ମୁଁ ସେଇଥିପାଇଁ ଉଠି ପାରୁନି। ତମର କୋପିନ ଭାସି ଯାଇଛି। ତମେ ବର୍ତ୍ତମାନ କେମିତି ଅଛ? ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅଛି ଲୋ ଝିଅ। ବଢିଆ ହେଇଛି। କଣ? ସେଇ ଉଲଗ୍ନ ବେଶରେ ଉଠି ଆସ, ଆମେ ଝିଅ ଛୁଆଟା ଅଛୁ, ମିଶିକି ଗୋଟେ ସେଲଫି ନବା। ଝିଅ ଚଲା ବାବା ତମେ ଉଲଗ୍ନ ବେଶରେ ଉଠି ଆସ, ଆମେ ଝିଅ ଛୁଆ ଗୁଡା କରୁଛୁ ଗୋଟେ ସେଲ୍ଫି ନବୁ। ସେଲ୍ଫି ନେଇ କଣ କରିବ? ଫେସବୁକ ରେ ଛାଡିବ। ତାହେଲେ ମୁଁ ଉଠୁଛି। ଏ କେହି କେହି କହନ୍ତି ଋଷି ଦୁର୍ବାସାଙ୍କୁ ଦ୍ରୌପଦୀ ଉତ୍ତୁରୀ ଖଣ୍ଡିକ ଦାନ କଲେ। ଯା ନାଇଁ ଆଜ୍ଞା, ଏ ଗାୟକ ମାନେ କହିଦିଅନ୍ତି ଉତ୍ତୁରୀ ଦ୍ରୌପଦୀ ଅଜ୍ଞାନୀ ନୁହନ୍ତି, ରାଜବାଟିକି ଯାଇ ଖଣ୍ଡିଏ ନୂତନ ବସ୍ତ୍ର ଆଣି ଋଷି ଦୁର୍ବାସାକୁ ଦାନ କରିଥିଲେ। ଆଜ୍ଞା ଦୁର୍ବାସା ସେଇଠି କଲ୍ୟାଣ କରିଥିଲେ। ମା ଯା ମା ମୁଁ ବ୍ରାହ୍ମଣ, ଇଏ ଗୋଟିଏ ବସନ ଦେଇ ଅଛୁ ପରା କୋଟିଏ ତୁହି ପାଏବ। ଦୁର୍ବାସାର କଥା ଯୁଗେ ଯୁଗେ ପରା ତୁହି ମନେ ରଖିଦେବ ରେ। ଏପଟରେ ଦୁର୍ବାସାଙ୍କର କଲ୍ୟାଣ, ସେପଟରେ ପ୍ରଭୁଙ୍କର ଗୋଟିଏ ଆଙ୍ଗୁଳି ଗୁଡେଇ ଦେଇଥିଲେ। ବାବା ଦ୍ରୌପଦୀ ତମେ ମୋର ଗୋଟିଏ ଆଙ୍ଗୁଳି ଗୁଡେଇ ଦେଇଛ, ତା ଶୁଦ୍ଧ ମୂଳ ଚକ୍ରବର୍ତ୍ତୀ ମିଶେଇ ସର୍ବାଙ୍ଗ ଶରୀର ମୁଁ ତୁମର ଗୁଡେଇ ଦେବି। ଦିଟା ଯାକ କଥା ଠିକ। ଆଜି ଦ୍ରୌପଦୀ ପ୍ରଭୁଙ୍କୁ ଡାକୁଛି, ଠାକୁରେ ଆଜି ଘୋର ବିପଦରେ ମୁଁ ପଡିଛି। ଏତିକି ବେଳେ ଠାକୁରେ କହିଲେ ମୁଁ ଯାକୁ ହୋଇ ସଦୟ ଜ୍ଞାନତା ହୃଦୟ ଉଦୟ। ବାପା ମୁଣ୍ଡରେ ବୁଦ୍ଧି ପଶିଗଲା ଦ୍ରୌପଦୀଙ୍କର। କହିଲେ ବ୍ରାହ୍ମଣ ମୁଁ ଆପଣଙ୍କୁ ଦେହ ଦାନ କରିବି, ମତେ କଣ କରିବାକୁ ପଡିବ କୁହ? ମୋର ଗୋଟେ ଛୋଟିଆ କଥା ରକ୍ଷା କରିବେ। ସତ୍ୟ ତିନିବାର ସତ୍ୟ କରନ୍ତୁ। ସତ୍ୟ 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 କଲି ମୁଁ ତିନିବାର ସତ୍ୟ। ତମେ ଯାହା ମାଗିବ ଅକୁଣ୍ଠିତ ଚିତ୍ତରେ କରିବି ପ୍ରଦାନ। ଓଡିଶାରେ ବୁଲୁଛନ୍ତି ଯେତେ ମାଇ ହାତୀ ଯା ନେଇ ଯା, ଦ୍ରୌପଦୀ ସବୁ ଦେଲି ତାତେ ଦେ। ଖଣ୍ଡଗିରି ପାହାଡରେ ଯେତେ ହନୁପାତି ଯା ନେଇ ଯା, ଆଲ ସବୁ ଦେଲି ତାତେ ଦେ 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 ଦେ। ଆଲୋଡ଼ ନାହିଁ ମୋର ଝି, ଆଲୋଡ଼ ନାହିଁ ମୋର, ତମନ୍ନା ଦବୁକି ମତେ, ଦବୁକି ମତେ। ଦବୁକି ମତେ। ମନ ଦବୁ କି ମତେ ବସ୍ ରସିକଟା ଆଉ ଦେ ନା। ଏଇଠି ଆଜ୍ଞା ମୋର ପଣ୍ଡିତ ମଣ୍ଡଳୀ ତିନିବାରେ ସତ୍ୟ ବ୍ରାହ୍ମଣ କଲେ। ଯେ ତ ସତରେ ବ୍ରାହ୍ମଣ ନୁହନ୍ତି, ବାପା ରାକ୍ଷସ। ମାୟାରେ ତିନିବାରେ ସତ୍ୟ କଲେ। ଦ୍ରୌପଦୀ ମାଗିଲେ, କହିଲେ ମୁଁ ଦେହ ଦାନ କରିବି। ଇଏ କୌରବ ଭାଇ ସତ ମାନଙ୍କର ମସ୍ତକ, ଇଏ ଦେବ କି ବିପ୍ରବର ଆଣିଲେ ଅୟନ ସଙ୍ଗୀ ଓହି ବିଦ୍ରୋହ। ସତ୍ୟ ସତ୍ୟ ମୋର ବାଣୀ। କହିଲେ କୌରବ ଭାଇ ମାନଙ୍କର ଯଦି କଟା ମୁଣ୍ଡ ତମେ ମତେ ଦେଖାଇ ଦିଅ, ତାହେଲେ ମୁଁ ତମର ଶୟନ ସଙ୍ଗିନୀ ହେବି। ଇଏ ମୋ ଭିତିରି ଗୁଣ ଜାଣିନି। ଇଏ ଭାବୁଛି ମୁଁ ଦୁର୍ବଳିଆ ବ୍ରାହ୍ମଣ, ମୁଁ ଜାତିରେ ରାକ୍ଷସ। ନିମିଷ ମାତ୍ରକେ କୌରବ ମାନଙ୍କର ମୁଣ୍ଡ କାଟିବା କ୍ଷମତା ମୋ ଠେଇଁ ଅଛି। କିନ୍ତୁ ଗୋଟାଏ କଥା ଦ୍ରୌପଦୀ, ବର୍ତ୍ତମାନ ଭାଇମାନେ ପାଖରେ ଥିବେ କି ନଥିବେ, ମତେ 7 ଦିନ ସମୟ ଦିଅ। ଆଉ 7 ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ସେ କୌରବ ମାନଙ୍କର କଟା ମୁଣ୍ଡ ତମ ପାଦ ତଳେ ବ୍ରାକେଟ ଗଡେଇ ଦେବି। ଆଜ୍ଞା କୌରବ ସଭାକୁ ସେ କଲେ ଗମନ, ବିଚାରେ ଚାଲିଲା କୌରବ ସଭା। କୌରବ ଭାଇ ମାନଙ୍କର କଟା ମୁଣ୍ଡ ଆଣି ଦେଖାଇ ଦେଲେ। ଦେଖେଇଲେ ଦ୍ରୌପଦୀ ହବ ମୋର ଶୟନ ସଙ୍ଗିନୀ। ଶୟନ ସଙ୍ଗିନୀ। ତେଣୁ ପଣ୍ଡିତ ମଣ୍ଡଳୀ
ରାକ୍ଷସ ଚାଲିଛି ରାକ୍ଷସ ଚାଲିଛି କୌରବ ସଭାକୁ। ମାୟାବୀ ବ୍ରାହ୍ମଣ ଏପଟରେ ଦ୍ରୌପଦୀ ମନ ଦୁଃଖ କରିକିରି ବସିଛନ୍ତି। କଣ କରିବେ? ଏ ପାଣ୍ଡବ ମାନେ ଯାଇଛନ୍ତି ସ୍ନାନ ଶୌଚ ହେଇ ଫଳମୂଳ ନେଇକିରି ଆସିବେ। ଏତିକି ବେଳେ ଏ ସାରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ପାଇଲେ ନାହିଁ। ସିଏ ତ ଅଛନ୍ତି ଆଜ୍ଞା କୋଉଠି ନା ଶବଟା ଭାସୁଛି ବିଲୁଆ ବସିଛି। ତେଣୁ ଚିନ୍ତା କଲେ ଅର୍ଜୁନ ସୌନ୍ଦର୍ଯ୍ୟ କଣ ଇଏ ପଳେଇ ଆସିଲେ କି ଧର୍ମରାଜ ଯୁଧିଷ୍ଠିର ମୋ ବଡ ନନା କଣ ଆଗେ ପଳେଇ ଆସିଲେ କି? ତରତରରେ ଅର୍ଜୁନ ଆସି ପହଞ୍ଚିଗଲେ। ଦେଖିଲେ ଯେ ମୁହଁକୁ ତଳୁକୁ କରିକି ଦ୍ରୌପଦୀ ବସିଛନ୍ତି। ଡାକିଲେ ଦ୍ରୌପଦୀ ଦ୍ରୌପଦୀ କିରେ ତମେ କଥା କହୁନା କାହିଁକି? ଆରେ ତମର ହେଇଛି କଣ? ଓହୋ ତମେ ମନ ଦୁଃଖ କରିଛ, ଜଙ୍ଗଲର ଫଳ ଖାଉଛ, ଝରଣାର ପାଣି ପିଉଛ, ତମେ ଭୂମିରେ ଶୋଉଛ, ସେଇଥିପାଇଁ ମନ ଦୁଃଖ କରିଛ ତ? ହଉ ହଉ ତମେ ମନ ଦୁଃଖ କର ନା। ମୁଁ ଜାଣିଛି ନାରୀ ମାନେ ଟିକେ ବେଳେ ବେଳେ ଅଭିମାନ କରନ୍ତି। ମୁଁ ଗେଲେ ହେଇକିରି ଦିପଦ କଥା କହିଦେଲେ ତମେ ଖୁସି ହେଇଯିବ। ତୁମେ ସୁନ୍ଦର ଦିଶ ଯେବେ ମିତାଣି, ତୁମେ ସୁନ୍ଦର ଦିଶ ଯେବେ ମିତାଣି, ଠିଆ ନହି ପାର ସିଧା ସଳଖେ। ମୁହଁଟାକୁ ତଳୁ କରିକି କାହିଁକି ଛିଡା ହେଇଛ? କବିତାର ବଳଇ ତରଙ୍ଗେବ, କବିତାର ବଳଇ ତରଙ୍ଗେବ। ମୁଁ ଭାବିଥିଲି ମୁଁ ଯେତେବେଳେ ଗୀତଟା ଗାଇଦେବି ତୁମେ ଲେଉଟି ପଡବ ଏକା ବେଳେକେ, ଲେଉଟି ପଡବ ଏକା ବେଳେକେ, ତୁମେ ସୁନ୍ଦର ଦିଶ ଦେବେ ମିତାଣି, ଠିଆ ନହି ପାର ସିଧା ସଳଖେ। ମୋ ଗୀତଟା ଶୁଣି ତମେ ଖୁସି ହେଇ ତମେ ଓଲଟି ପଡିଥାନ୍ତ ମୋ ଉପରକୁ। କଣ ଦ୍ରୌପଦୀ କଥା କହିବ ରେ, କଥା କହିବ ରେ। ମୁଁ ଜମା କହିବିନି ରେ। କବି ସୂର୍ଯ୍ୟ ବଳଦେବ ରଥ ଗୋଟେ ଟାଣୁଆ ଗୀତ ଗାଇଦବା। ମୋ ମଉସା ମାନେ କହିବେ ଟାଣୁଆ ଗୀତ କାଇଁ? ଓଡଛି ଆଠତାଳି ଛାଟ ତୋରେ ବଂ ତୋରେ ବଂ জীব কে রে তোরে বং তোরে বং তোরে বং জীব কে রে
ଅଧିକରୁ ଅଧିକ ପାଲା ଦେଖିବା ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇब କରନ୍ତୁ।